जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम वास्तु सेशन आरंभ करिबा। वास्तु सेशन क्रम आज आम पढ़ा छात उपर पानी टांगी निर्माण सूत्र। ठीक अछि। छात उपर पानी टांगी निर्माण करिवार सूत्र आ, विषय आज आम भलसे जानिबा। आम ए जो घर तैयारी रो प्ले लिस्ट भितर रहउछु कारण एगुडा होची बेसिक दरकारी जिंस एगुडा को अवॉइड हम करि परिबा नै। जेकोसी घर जोठी भी बनले मध्य छात उपर पानी टांकी ओवरहेड वाटर टैंक रहिबा कथा रहिबो। ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ଅଛି ସେଗୁଡାକୁ ଯଦି ପାଳନ କରି ଆମେ ସେଗୁଡିକ ଯୋଉ ଛାତ ଉପରେ ପାଣି ଟାଙ୍କି ଗୁଡିକ ବନେଇବା ତେବେ ଆମକୁ ଏତେ ଅସୁବିଧା ହେବ ନାହିଁ। ବାସ୍ତୁ ଅନୁଯାୟୀ ଆମେ ତାର ସୁଫଳ ପାଇବା। କାହିଁକି ନା ପାଣି ଟାଙ୍କିଟା ହଉଛି ଗୋଟେ ଭାରି ବସ୍ତୁ। ଘରର ସବୁଠୁ ଯଦି କୌଣସି ଗୋଟେ ଭାରି ବସ୍ତୁ ଅଛି ସେଟାକୁ ପାଣି ଟାଙ୍କି ସେଥିରୁ ଗୋଟେ ଗୋଟେ ଅଂଶ ହଉଛି ପାଣି ଟାଙ୍କି। ତେଣୁ ସେଟା ଅଲଗା ଜାଗାରେ ରହିଲେ ସେଟା ପ୍ରୋବ୍ଲେମ ସୃଷ୍ଟି କରିବ। ବାସ୍ତୁ ଅନୁଯାୟୀ ସେ ଜିନିଷଟା ପ୍ରତ୍ୟେକ ଜିନିଷର ବାସ୍ତୁ ଅନୁଯାୟୀ କି ଭାଇବ୍ରେସନ ଅଛି। ତେଣୁ ଆପଣ ଯଦି ସେଇ ବାସ୍ତୁ ଅନୁଯାୟୀ ଭାଇବ୍ରେସନ କୁ ଫିକ୍ସ ନ କରିବେ ତାର ରିପରକୁସନ ଆପଣଙ୍କୁ ଭୋଗିବାକୁ ପଡିବ। ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଠିକ ଅଛି। ଛାତ ଉପରେ ପାଣି ଟାଙ୍କି କୋଉଠି କୋଉଠି ରହିପାରିବ। ସର୍ବପ୍ରଥମେ ଏମିତି ଗୋଟେ ଚିତ୍ର ଆମେ ବନେଇବା। ଏଇଟା ହେଲା ଆମର ନର୍ଥ, ଏଇଟା ହେଲା ଆମର ସାଉଥ, ଏଇଟା ହେଲା ଆମର ଇଷ୍ଟ, ଏଇଟା ହେଲା ଆମର ୱେଷ୍ଟ। ଏଇଟା ହେଲା ନର୍ଥ ଇଷ୍ଟ ଈଶାନ୍ୟ କୋଣ, ସାଉଥ ଇଷ୍ଟ ଆଗ୍ନେୟ କୋଣ, ସାଉଥ ୱେଷ୍ଟ ନୈଋତ୍ୟ କୋଣ, ନର୍ଥ ୱେଷ୍ଟ ବାୟବ୍ୟ କୋଣ। ଭାଇ ଛାତ ଉପରେ ପାଣି ଟାଙ୍କି କୁ ଯେତେବେଳେ ଆମେ ବନେଇବା, ଯେହେତୁ ଏଇଟା ଓଜନିଆ ଜିନିଷ ଏବଂ ଏଇଟା ଛାତରୁ କିଛି ଉପରେ ହାଇଟ ରେ ରହିବ, ଏଇ ଦିଟା ଜିନିଷ ଆମକୁ ମୁଣ୍ଡରେ ରଖିବା ସଦା ସର୍ବଦା ଆବଶ୍ୟକ। ଠିକ ଅଛି ନା? ହୁଁ। ତେଣୁ କୋଉ କୋଉ ଦିଗଟା ହାଇଟ ହେଲେ ଚଳିବ ନା ୱେଷ୍ଟ ହାଇଟ ହେଲେ ଚଳିବ, ସାଉଥ ୱେଷ୍ଟ ହାଇଟ ହେଲେ ଚଳିବ, ସାଉଥ ହାଇଟ ହେଲେ ଚଳିବ। କିନ୍ତୁ ଅନ୍ୟ କୌଣସି ଦିଗରେ ଯଦି ହାଇଟ ହେଲା ସେଟା ପ୍ରୋବ୍ଲେମ ସୃଷ୍ଟି କରିବ ବାସ୍ତୁ ଅନୁଯାୟୀ। କାରଣ ଆମେ ବାସ୍ତୁ ଶାସ୍ତ୍ରର ମୌଳିକ ନିୟମ ଭିତରେ କୋଉ ଦିଗଟା ଢାଲୁ ରହିବ, କୋଉ ଦିଗଟା ସ୍ଲୋପ ରହିବ, କୋଉ ଦିଗଟା ହାଇଟ ରହିବ, ସେଇ ଜିନିଷଟା ବିଷୟରେ ଆମେ ଅଲରେଡି ଆଲୋଚନା ସାରି ଦେଇଛେ। ଘରର ଯେତେବେଳେ ଛାତ ଉପରେ ପାଣି ଟାଙ୍କି ନିର୍ମାଣ କରିବ ସେତେବେଳେ ଦିଟା ଜିନିଷ ମୁଣ୍ଡରେ ରଖିବାକୁ ହୁଏ। ଗୋଟେ ହେଲା ଉଚ୍ଚତା 1 ନମ୍ବର, 2 ନମ୍ବରଟା ହଉଛି ଓଜନ। ଯଦି ଏଇଟା ହାଇଟରେ ରହିବ, ପାଣି ଟାଙ୍କିର ପାଇପ୍ ଯୋଗେ ଜିନିଷ ପାଣି ଗୁଡାକ ଠିକ ଜାଗାରେ ପହଞ୍ଚି ପାରିବ। ଏବଂ ଯଦି ଏଟା ଯେହେତୁ ଏଟା ଓଜନଦାର ଜିନିଷ ତାହେଲେ ସେଇଭଳି ଭାବରେ ଛାତ ଉପରେ ସେଟା ନିର୍ମାଣ ହବ ଯାହାକି ସେଇ ଯୋଉ ପାଣି ଟାଙ୍କିର ଓଜନ ଟାକୁ ସହିପାରିବ। ତେଣୁ ବାସ୍ତୁ ହିସାବରେ ସବୁଠୁ ବେଷ୍ଟ କୋଣ ହଉଛି ସାଉଥ ୱେଷ୍ଟ କୋଣ। କିନ୍ତୁ ମନେ ରଖନ୍ତୁ, ଏଇଟା ଯେକୌଣସି ବହିରେ ଆପଣ ପଢିଲେ ପାଇପାରିବେ, ଏଇ ଯୋଉ କାଳ୍ପନିକ ରେଖା ଯୋଉ ଯାଇଥିବ ସାଉଥ ୱେଷ୍ଟ ରୁ ନର୍ଥ ଇଷ୍ଟ ଭିତରେ ଯୋଉ କାଳ୍ପନିକ ରେଖା ଅଛି, ଧର ଗୋଟେ ସେଠି ପ୍ଲଟ ଅଛି, ଆମେ ଗୋଟେ ଗୋଟେ କଳ୍ପନା କରିକି ଆରି ଭିତରେ ଗୋଟେ ରେଖା ଟାଣିବା, ଏଇଠି କେବେ ପାଣି ଟାଙ୍କି କରିବେ ନାହିଁ। ଆଇଦର ଆପଣ ଏଇଠିକି କରିପାରନ୍ତି, ଆଇଦର ଆପଣ ଏଇଠିକି କରିପାରନ୍ତି। କେବେ ମଝିଆ ମଝି ପାଣି ଟାଙ୍କି କରିବେ ନାହିଁ। ଯଦି ଆପଣ ମାନେ ପାଇଯାଇଛନ୍ତି ଘରର ପ୍ଲାନ, ତା ଉପରେ ଆପଣ 16 ଜୋନ ପାଇଯାଇଛନ୍ତି, ତାହେଲେ ସାଉଥ ୱେଷ୍ଟ ଆଉ ନର୍ଥ ଇଷ୍ଟ କୁ କନେକ୍ଟ କଲା ପରେ ଆପଣ ମାନେ ଦେଖିବେ ଯେ ଏଇ ଯୋଉ କାଳ୍ପନିକ ରେଖାଟି ଆମେ ଟାଣୁଛୁ, ଏଇ କାଳ୍ପନିକ ରେଖା ଉପରେ ଆପଣ ପାଣି ଟାଙ୍କି ବନଉନାହାନ୍ତି ତ, ତାହେଲେ ସେଇଟା ଆପଣ ଭୁଲ କରୁଛନ୍ତି। ଆପଣ ଟିକେ କାଳ୍ପନିକ ରେଖାର ସାଇଡ କୁ ବନେଇବେ, ଏପଟକୁ ସାଉଥ ଆଡକୁ, ନହେଲେ ଟିକେ ୱେଷ୍ଟ ଆଡକୁ ବନେଇବେ। କ୍ଲିୟର? କିନ୍ତୁ କୌଣସି ବି ମତେ ଆପଣ ୟାରି ଏଇ କାଳ୍ପନିକ ରେଖା ଉପରେ ରଖିବେ ନାହିଁ। ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2, ଆପଣ ସାଉଥରେ ରଖିପାରିବେ, ଆପଣ ୱେଷ୍ଟ ରଖିପାରିବେ, କିନ୍ତୁ ପାଣି ଟାଙ୍କି କେତେ ହେଲେ କେବେ ବି ନର୍ଥ ଇଷ୍ଟରେ ରଖିବେ ନାହିଁ। ଏଇଟା ହଉଛି ଗହୀର୍ତ୍ତ ଅପରାଧ। ଆଜ୍ଞା ଆମେ ଯାଇଥିଲୁ, ମୁଁ ମୋର ଏକ୍ସପିରିଏନ୍ସ କହୁଛି, ଭୁବନେଶ୍ୱର ଖଣ୍ଡଗିରି ଭିତରକୁ ଗୋଟେ ଘରର କରିବାକୁ ଯାଇଥିଲୁ ବାସ୍ତୁ। ସେ ମୁଁ ମୋ ଷ୍ଟୋରିଟା ଏମିତି ଯାଇଛି, ସେ ଘର ବହୁତ ପଇସା ବାଲା ଘର କରିକି ଭଡା ଦେଇଛନ୍ତି।
ଘରର ନର୍ଥ ଇଷ୍ଟ ରେ ଓଭरहेଡ୍ ୱାଟର ଟ୍ୟାଙ୍କ ଥୁଆ ହେଇଛି। ଆଉ ସେମାନଙ୍କ ଘରରେ ଯିଏ ହେଡ୍ ଅଛନ୍ତି ତାଙ୍କର ବ୍ରେନ୍ ରିଲେଟେଡ୍ ପ୍ରୋବ୍ଲେମ ସମସ୍ୟା ଦେଖାଯାଇଛି। କ୍ଲିୟର। ଯଦି ଆପଣ କୂଅ ନଳକୂଅ ଖୋଳୁଛନ୍ତି ତାହେଲେ ଏଇଠି ଖୋଳିବେ, କିନ୍ତୁ ଯଦି ଛାତ ଉପରକୁ ସେ ପାଣି ଟାଙ୍କିଟା ଆସିଗଲା ତାହେଲେ ଆପଣ ଏଇଠିକି ନେଇ ଆସିବେ, ସାଉଥ ୱେଷ୍ଟ ର କାଳ୍ପନିକ ରେଖାରୁ ଟିକେ ସାଉଥ ଆଡକୁ ନହେଲେ ଟିକେ ୱେଷ୍ଟ ଆଡକୁ, ନହେଲେ ଆପଣ ୱେଷ୍ଟ ରେ କରିପାରିବେ, ନହେଲେ ଆପଣ ସାଉଥ ରେ କରିପାରିବେ। ରାଜ ବାବୁ କ୍ଲିୟର? ଏତିକି ଯାଏଁ କ୍ଲିୟର ତ? ଆଜ୍ଞା ଆଜ୍ଞା। ଏବେ ଆମେ ଜାଣିବା ଯେ ନର୍ଥ ଇଷ୍ଟ ରେ ଯଦି କରିଦେଲା କିଏ କଣ ହବ। ମୁଁ ଏଇଟା ଅଲରେଡି କହିଲି, କଣ ପ୍ରୋବ୍ଲେମ ହବ। ତା ସହିତ ଯେ ସେ ଘରେ ଯୋଉ ଲୋକମାନେ ରହୁଥିବେ ସେ ଘରର ଲୋକମାନଙ୍କ ଖୁସିଟା ମାନେ ଖୁସିରେ ସେମାନେ କଦାପି ରହିବେ ନାହିଁ। ମେଣ୍ଟାଲି ପ୍ରେସର ରହିବି ଆଉ always। ମେଣ୍ଟାଲି ପ୍ରେସରରେ ରହିବେ ସବୁବେଳେ। ମେଣ୍ଟାଲ ମୁଣ୍ଡ ଉପରେ ବାସ୍ତୁ ପୁରୁଷ ନର୍ଥ ଇଷ୍ଟ ଆଡକୁ ମୁଣ୍ଡ କରି ଶୋଇଛନ୍ତି, ତାପରେ ଯଦି ପାଣି ଟାଙ୍କି ଗୋଟେ ଓଜନିଆ ଜିନିଷ ଉଚ୍ଚତା ଜିନିଷ ଯେମିତି କି ନର୍ଥ ଇଷ୍ଟ ଡାଉନ ହେଇ ରହିବା କଥା, ତାପରେ ଯଦି ଓଜନିଆ ଉଚ୍ଚତା ବାଲା ଜିନିଷ ଆପଣ ରଖିଦେଲେ ତାହେଲେ ସେଠି କଣ ହବ? ଖୁସି ଉପରେ ପ୍ରେସର ଆସିଗଲା, ମାନସିକ ସ୍ୱଚ୍ଛତା ଉପରେ ପ୍ରେସର ଆସିଗଲା, ଅର୍ଥ ଉପରେ ପ୍ରେସର ଆସିଗଲା। କାରଣ ମୁଣ୍ଡ ଠିକ ରହିଲେ ତ ମଣିଷ ପଇସା ଇନକମ କରିବ ନା ଭାଇ। Yes, yes, yes। ଠିକ ଅଛି, ତେଣୁ ଏଠି କଦାପି ରଖିବେନି। ଇଷ୍ଟରେ ବି କଦାପି ରଖିବେନି। ଇଷ୍ଟରେ ରଖିଲେ କଣ ହବ ନା ପୁରୁଷ ମାନଙ୍କର ଦକ୍ଷତା ଆଉ କ୍ଷମତା ହ୍ରାସ ହବ ଏବଂ ସ୍ତ୍ରୀ ମାନେ ଡୋମିନେଟ କରିବେ ସେ ଘରେ, ଏବଂ ଧନହାନି, ଯଶହାନି ଏବଂ ପାରସ୍ପରିକ ଲୋକମାନଙ୍କର ଯୋଉ ପରିବେଶର ଲୋକମାନଙ୍କ ସହିତ କୌଣସି ଭଲ ରିଲେସନ ରହିବନି। ଯଦି ସାଉଥ ଇଷ୍ଟରେ ପାଣି ଟାଙ୍କି ରହିଲା, ଏଇଟା ସବୁ ପୁରା ରୋଗ ଭୟ ଚୋରି। ଯଦି ଏଇଠି ଆପଣ ରଖିଲେ ତାହେଲେ ରୋଗ ଭୟ ଚୋରି ଏଇଟା ହବା ନିତ୍ୟାନ୍ତ ନିତ୍ୟ ଏମିତି ହବ। କିନ୍ତୁ ସାଉଥରେ ଆପଣ ନିଶ୍ଚିତ ଭାବେ ରଖିପାରିବେ, ବହୁତ ବଢିଆ ଉତ୍ତମ ସ୍ଥାନ। ଏଇଟା ଯଦି କଲେ ଆପଣ ଧନ ଯଶ ଶାନ୍ତି ସବୁ ପାଇବେ। ଯଦି ସାଉଥ ୱେଷ୍ଟରେ କଲେ, ମୁଁ କହିଛି ଆଜ୍ଞା ସାଉଥ ୱେଷ୍ଟରେ ସେ କାଳ୍ପନିକ ରେଖାରେ କରିବେନି, ଟିକେ ସାଇଡକୁ ଆଡିକି ନହେଲେ ଟିକେ ସାଇଡକୁ ଆଡିକି ଏଇଟା କଲେ ବହୁତ ବଢିଆ। ଏଟାରେ ସମସ୍ତଙ୍କୁ ସେଇ ଧନ ମାନ ଯଶ ଶାନ୍ତି ସୁଖ ସବୁ ମିଳିବ। ପଶ୍ଚିମରେ କଲେ ବି ଭଲ, ପଶ୍ଚିମରେ କଲେ ବି କିଛି ଅସୁବିଧା ନାହିଁ, ପଶ୍ଚିମରେ କଲେ ଆପଣ କରିପାରିବେ। କରିସାରିଲା ପରେ ଇଏ ସିନା ଏମିତି ପଢେଇ ଦଉଛି, କିନ୍ତୁ ଆପଣ ମାନେ ଗୋଟେ ଜିନିଷ କ୍ଲିୟରଲି ମନେ ରଖିବେ, ଏଗୁଡା ହେଲା ବେସିକ। ଆପଣଙ୍କୁ ଗୋଟେ ଓଭରଭ୍ୟୁ ଦିଆହଉଛି, ୟା ଉପରେ ପିଏଚଡି ଲେବୁଲର ପାଠ ଅଛି। ଧର ଗୋଟେ ପଞ୍ଚମ ଶ୍ରେଣୀର ଛୁଆକୁ କୁହାଗଲା କି ଆଜ୍ଞା ଆପଣ ଗାଈ ଉପରେ ଗୋଟେ ରଚନା ଲେଖନ୍ତୁ, ସିଏ ଯୋଉ ଭଳି ଭାବରେ ଗାଈ ଉପରେ ରଚନା ଲେଖିବ, ଗୋଟେ ପିଏଚଡି ଯିଏ ଗାଈଙ୍କ ଉପରେ, ଗାଈ ଡକ୍ଟର, ଭେଟେନାରୀ ଡକ୍ଟର ଆଉ ଗାଈ ଉପରେ ପିଏଚଡି କରିଛି, ସିଏ ଯେତେବେଳେ ରଚନା ଲେଖିବ ତା ଭିତରେ ଫରକ ଆସିବ। ତେଣୁ ଏଗୁଡାକ ଆପଣ ଗୋଟେ ଓଭରଭ୍ୟୁ ହିସାବରେ ବୁଝନ୍ତୁ। ତାପରେ ବାସ୍ତୁ ପୁରୁଷ କେମିତି ମୁଣ୍ଡ କରି କୋଉଠି ଶୋଇଛି, ତାର ଆଣ୍ଠୁ କୋଉଠି ଅଛି, ତା ଆଣ୍ଠୁ ଉପରେ କଲେ ଘରର ଲୋକଙ୍କର ଆଣ୍ଠୁ ଖରାପ ହବ, ସିଏ ସବୁ ବି ଆଗକୁ ଯାଇ ଧ୍ୟାନ ରଖିବା। ଏଟା ଚିତ୍ର ଦେଖି ପଢିବା, କିନ୍ତୁ ସବୁ ତ ଏଠି ଆଉ ଲୋକକୁ ପୁରା ମୁହଁରେ ଖୁଆଇକି ବୁଝେଇ ଦବନି, ତମରି ରିସର୍ଚ୍ଚ ଟା ତମେ କରିବ। ଠିକ ଅଛି ନା? ତାପରେ ପଶ୍ଚିମ ଦିଗରେ ଭଲ, ନର୍ଥ ୱେଷ୍ଟରେ ଜମା ଭଲ ନୁହଁ ଭାଇ। ନର୍ଥ ୱେଷ୍ଟରେ ସମର୍ଥନ ସହାୟତା ଜମା ମିଳିବନି। ସମର୍ଥନ ସହାୟତା ନ ପାଇକି ତମର ଲୋକମାନଙ୍କର ପ୍ରୋବ୍ଲେମ ଫେସ୍ କରିବ। ଉତ୍ତର ଦିଗରେ ଭାଇ ଯଦି କିଏ ଉତ୍ତର, ଯଦି କାହା ଘରେ, ଭାଇ ଏଇଟା ପୁରା ଗୋଲ୍ଡେନ ରୁଲ, ଏଇ ଗୋଲ୍ଡେନ ରୁଲ ଟାକୁ ମନେ ରଖ। ଗୋଲ୍ଡେନ ରୁଲ ଟାକୁ ପୁରା ଭଲସେ ମନେ ରଖ। ଯଦି ତମେ କାହା କୋଉ ଗୋର ଲୋକର ଘରର ଉତ୍ତର ଦିଗ ଉପରେ, ଘରର ଉତ୍ତର ଦିଗ ଉପରେ ତୁମେ ଯଦି ପାଣି ଟାଙ୍କି କରିଛ, ତାହେଲେ ଜମା ସେ ଘରେ ଆପଣ ଦରିଦ୍ରତାକୁ ଡାକିଛ କି ଭାଇ ଆସ, ହେ ଦରିଦ୍ରତା ମୁଁ ତୁମକୁ ଆମନ୍ତ୍ରଣ କରୁଛି, ମୋ ଘରୁ ସବୁ ଲକ୍ଷ୍ମୀ ନେଇକି ପଳାଅ, ମୋ ଘରୁ ସୁଖ ଶାନ୍ତି ନେଇକି ପଳାଅ, ମୁଁ ମୋର ପଇସା ଟିକେ ତମକୁ ଦବାକୁ ଚାହୁଁଛି, ମୁଁ ଅପବ୍ୟୟ କରିବାକୁ ଚାହୁଁଛି, ମୁଁ ପଳାୟନ ପନ୍ଥୀ ଅଟେ, ମୋର ମନରେ ସୁଖ ଦରକାର ନାହିଁ, ଏବଂ ମୋ ଘରେ ରହୁଥିବା ସ୍ତ୍ରୀ ଲୋକମାନଙ୍କର ଦେହ ଖରାପ ହଉ, ଯୋଉ ଲୋକ ଏଇଆ ଚାହୁଁଥିବ ସେ ଉତ୍ତର ଦିଗରେ ଓଭର ହେଡ୍ ୱାଟର ଟ୍ୟାଙ୍କ କରିବ। ମାନେ ସବୁଠୁ ମାରାତ୍ମକ ହଉଛି ନର୍ଥ ଇଷ୍ଟ ପରେ, ସବୁଠୁ ମାରାତ୍ମକ ହଉଛି ନର୍ଥ। ଏଠି କରିବ ନାହିଁ, କଦାପି କରିବ ନାହିଁ। ଠିକ ଅଛି। ଆଉ ମୋ ମତରେ ଛାତ ଉପରେ ଡାଇରେକ୍ଟ ପିଣ୍ଡି କରିଦେଇକି, ଏମିତି ହେଲା ଆଜିକାଲି ଲୋକମାନେ କଣ କରୁଛନ୍ତି, ପିଣ୍ଡି କରିଦଉଛନ୍ତି ତାପରେ ପାଣି ଟାଙ୍କି କରିଦଉଛନ୍ତି, ସେମିତି କରିବା ଉଚିତ ନୁହଁ। ଛାତ ଉପରେ ଦିଟା କି ତିନିଟା ମାନେ ପିଲାର କରିକି ତା ଉପରେ ପାଣି ଟାଙ୍କିକୁ ବସେଇବା
ଉଚିତ। ଠିକ ଅଛି। ତ ପିଲାରଟା ମାନେ ସେ ପିଲାର ଉପରେ ପାଣି ଟାଙ୍କି ରହିବା ଦରକାର। ଡାଇରେକ୍ଟ ପାଣି ଟାଙ୍କିଟା ଛାତକୁ ଟଚ୍ ନ କରିବା ଦରକାର। ତେବେ ଆଜିର ଏଇ ବାସ୍ତୁ ସେସନ ଆମେ କଣ ଜାଣିଲେ? ଓଭରହେଡ୍ ୱାଟର ଟ୍ୟାଙ୍କ ବିଷୟରେ। ଛାତ ଉପରେ ପାଣି ଟାଙ୍କି କୋଉଠି ରଖିବା ଭଲ, ବାସ୍ତୁ ମତେ କୋଉଠି ରଖିବା ଭଲ ନୁହଁ, ଏଇ ସବୁ ଜିନିଷ ଜାଣିବା ଦ୍ୱାରା କଣ ତାର ଇମ୍ପାକ୍ଟ ହବ ଯଦି ବିଭିନ୍ନ ଡିରେକ୍ସନରେ ରହିବ। ତ ଆଜିର ସେସନ ଆମେ କ୍ଲିୟର ହେଲେ ଛାତ ଉପରେ ପାଣି ଟାଙ୍କି। ଆଜିର ଏଇ ସେସନରେ ଆମେ ଅବଗତ ହେଲେ ଯେ ଯଦି ଆମେ ମନ ଇଚ୍ଛା କୌଣସି କାମ କରୁ ସେଗୁଡା ଭଲ ନୁହଁ। କୌଣସି ବି କାମ କରିବା ପାଇଁ ହେଲେ ଗୋଟେ ବାସ୍ତୁବିଦର ପରାମର୍ଶ ନେଇ କରିବା ଉଚିତ। ଠିକ ଅଛି ନା? ବିନା ବାସ୍ତୁବିଦଙ୍କ ପରାମର୍ଶ ନେଇ ନ ନେଇକି ଯଦି ପରାମର୍ଶ ନେଇନି ମନ ଇଚ୍ଛା କରିଦେଲି ତାପରେ ଭୋଗିବାକୁ ହବ ଘରବାସୀ ମାନଙ୍କୁ। ଠିକ ଅଛି। ମୁଁ କହୁନି ମୁଁ ସବୁ ଜାଣି ଯାଇଛି, କାରଣ ଆମେ ମାନେ ବହୁତ ହଇରାଣ ହେଲା ପରେ ବାସ୍ତୁ ପଢିବାକୁ ଗଲୁ। କି ଆମେ ତ କାହାର ଲସ୍ କରୁନୁ, କାହାକୁ ହଇରାଣ କରୁନୁ, ଆମ ଘରେ କାହିଁ ଏମିତି ପ୍ରୋବ୍ଲେମ ସବୁ ହଉଛି, ଲୋକ ରୋଗରେ କାହିଁ ପଡୁଛନ୍ତି, କଣ ଅସୁବିଧା ହଉଛି? ଏଇଟା ନିଜସ୍ୱ ଏକ୍ସପିରିଏନ୍ସ କହୁଛି ମୁଁ। ଏଇଟା ମୁଁ ମାନେ ଏମିତି ମଜାରେ କହୁନି କଥାଟା। ବହୁତ ସିରିୟସ ଟ୍ରବୁଲ ଆସେ ବାସ୍ତୁରୁ। ଆପଣ ଯଦି ଛୋଟ ଛୋଟ ଚେଞ୍ଜେସ କରିବେ, ଛୋଟ ଛୋଟ ନିୟମ ଗୁଡାକୁ ମାନିକିନା ଚାଲିବେ, ଆପଣ ବହୁତ ମାତ୍ରାରେ ସୁଖ ସୁବିଧାକୁ ଆଉ ଅସୁବିଧାକୁ ଏଡେଇକି ସୁଖ ସୁବିଧାକୁ ପାଇପାରିବେ। ମନେ ରଖନ୍ତୁ, ମୋ ହିସାବରେ ନା କୌଣସି ଜିନିଷ କିଣିବା ପୂର୍ବରୁ 10 ଥର 12 ଥର ଭାବନ୍ତୁ। 10-12 ଥର ଆଜ୍ଞା ମନ ଅଛି, କଣ ଗୋଟେ ଛୋଟ ଜିନିଷ ବି କିଣିବା ପୂର୍ବରୁ ଯୋଉଟା କି ଆପଣ ଘରେ ରହିବ ତାକୁ 10-12 ଥର ଭାବନ୍ତୁ। ଯିଏ ବାସ୍ତୁ ଆଷ୍ଟ୍ରୋଲୋଜି ପଢିଲା ସିଏ ଦିଟା ଜିନିଷ ସବୁବେଳେ ମୁଣ୍ଡରେ ରଖିଦବା ଦରକାର। ପ୍ରତ୍ୟେକ ଜିନିଷର ଭାଇବ୍ରେସନ ଅଛି ଆକର୍ଡିଂ ଟୁ ବାସ୍ତୁ, କାରଣ ସେ ପଞ୍ଚଭୂତ ତତ୍ଵରୁ ଗୋଟାଏ। ଆଉ ପ୍ରତ୍ୟେକ ଭୂତର ତତ୍ଵ ପ୍ରତ୍ୟେକ ଜିନିଷ ଉପରେ ନବଗ୍ରହଙ୍କର ଇମ୍ପାକ୍ଟ ଅଛି, ନହେଲେ ସେଟା ଚଳୟମାନ ହେବ ନାହିଁ। ତେଣୁ ପଞ୍ଚଭୂତକୁ ବାଲାନ୍ସ କରିକି କଲର କମ୍ବିନେସନ ସହିତ କିଣନ୍ତୁ। ଏ ଛୋଟ ଛୋଟ ଜିନିଷ ବହୁତ କିଛି ମୋର ମନେ ଅଛି, ମୁଁ କହିବିନି, ଆମେ ଗୋଟେ ଛୋଟ କାର ଶିଖିଲା ବେଳେ ଆମେ ଏ ଏକ୍ସପିରିଏନ୍ସ ଗୁଡାକ ସବୁ ରଖିବେ, ଏଗୁଡା କାଟିବେନି। ଆମେ ଗୋଟେ ଘାତ, ମୋର ନକ୍ଷତ୍ରରୁ ମୋ ନକ୍ଷତ୍ରରୁ, ମୋର ଜନ୍ମ ନକ୍ଷତ୍ରରୁ ଯୋଉ ନକ୍ଷତ୍ର ମୋର ଜନ୍ମ ନକ୍ଷତ୍ର, ତାର ଘାତ ନକ୍ଷତ୍ରର କଲର କମ୍ବିନେସନର ଗୋଟେ କାର କିଣିଦେଲୁ। ଠିକ ଅଛି। ବଢିଆ ଲାଗିଲା, କମ ପଇସାରେ ମିଳିଗଲା, ସେକେଣ୍ଡ ହ୍ୟାଣ୍ଡ ଥିଲା, ଏତେ ପଇସା ତ ନାହିଁ ହେଲା। 2 ମାସ ଯାଇଛି, କାର ପାଣିରେ ବୁଡିଗଲା। ଗୋଟେ ଜାଗାରେ ବର୍ଷା ହଉଥିଲା, ଜାଣିପାରିଲେ କାର ପାଣିରେ ବୁଡିଲା, 22,000 ଟଙ୍କା ଖର୍ଚ୍ଚ ହେଇଗଲା। ନୂଆ ହେଇଗଲା କାର, ଯାହା ଖର୍ଚ୍ଚ ହେଲା ହେଲା। ଆଉ ଟିକେ ସବୁ ପାଣି ପଶିଗଲେ କାରରେ କଣ ହୁଏ, ଯିଏ ଅନୁଭବ କରିଛି ସେ ଜାଣିପାରୁଥିବ। ଠିକ କଥା। ଠିକ 22,000 ଖର୍ଚ୍ଚ କରିକି ଆଣିଛି, ତାର ଠିକ 15 ଦିନ ପରେ ସେ ଯୋଉ ଜିନିଷ ଗୁଡା ନୂଆ ନୂଆ ଲାଗିଥିଲା ସେଟା କଣ ଭାଲ ଫାଟିକି ମନ ମନ ପାଣି ବୋହିଲା। ଠିକ ଅଛି ଭାଇ, ଏମିତି କରିକି ଯୋଉ ଦିନ କିଣିଲି ତା ଦେହରୁ 40 ଦିନ ଭିତରେ 42,000 ଟଙ୍କା ମୋର ଖର୍ଚ୍ଚ ହେଇଗଲା ସେ କାର ପିଛାରେ। ଶସ୍ତାରୁ ହୀନସ୍ତା ହେଲି। ତାପରେ ତାକୁ ବିକିଲି। ଗୋଟେ ଲୋକ, ଏମିତିଆ ଲୋକ ମତେ କହିଲେ ଆଇ ଆଉ ସମ୍ଭାଳି ହବନି, ମୂଳ ପଇସା ବି ଉଠିଲାନି, ତାକୁ ଦେଇଦବା। ସେଠୁ ଦେଇଦେଲି ତାକୁ। ସେ ଯୋଉ ଲୋକ କିଣିଲା, ଆଜି ଯାଏଁ ମୁଁ ତାକୁ ବିକିଥିଲି ସେ କାରକୁ ବୋଧେ କୋଭିଡ ପୂର୍ବରୁ। କୋଭିଡ ପୂର୍ବରୁ ମୁଁ ବିକିଥିଲି, 2017-18ରେ ବିକିଥିଲି। ଆଜି ଯାଏଁ ସେ କାର ତା ପାଖରେ ଠିକ ଠାକ ଚାଲିଛି, କିଛି ଗୋଟେ ପ୍ରୋବ୍ଲେମ ବାହାରିନି। ସେ କହିଲା ଖାଲି ମୁଁ ପ୍ରେସର ଦିଏ, ଅଏଲ ଟା ଚେଞ୍ଜ କରେ। ମୋର ଏଇଟା ମଜାରେ ସିନା ଏଇଟା କହିଦଉଛି, କିନ୍ତୁ ଯୋଉ ସଫରିଂ ଟା ମୁଁ ପାଇଛି, ସେ ଯୋଉ ନଲେଜ ମୁଁ ଅନୁଭୂତି ଟା ପାଇଛି କି ଗୋଟେ ରଙ୍ଗ କଲର କମ୍ବିନେସନ ଚୁଜ କରିବା ଯୋଗୁଁ ମତେ କେତେ ପ୍ରୋବ୍ଲେମ ଫେସ କରିବାକୁ ପଡିଲା, ସେଇଟା 42,000 ଟଙ୍କା ଦେଇକି ମୁଁ ଶିଖିଲି କି ଏଇଟା ଆକ୍ଚୁଆଲି ଏଇ ପ୍ରୋବ୍ଲେମ ଟା ଏଇଥିପାଇଁ ହେଲା। ତେଣୁ ଯେତେବେଳେ ବି ଆପଣ କୌଣସି ଜିନିଷ କରୁଛନ୍ତି, କୌଣସି ଜିନିଷ କିଣୁଛନ୍ତି, ମନ ଇଚ୍ଛା ଭୁସଭାସିକିରେ କିଣନ୍ତୁନି। ଆଟଲିଷ୍ଟ ତାପରେ ଗୋଟେ ଜିନିଷ ଭାବନ୍ତୁ, ସେ ଜିନିଷଟା ଏଇଟା ମୁଁ ନିଡ ପାଇଁ କିଣୁଛି ନା ଲକ୍ଜରୀ ପାଇଁ କିଣୁଛି। କାରଣ ଯାହା ଆଣିବେ ଘରେ ରହିବ ନା, ଦିନକୁ ଦିନ ଘର ଘର ଫୁଲ 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 ହେଇ। ଭାଇ ଯେତେ କମ ଘରେ ଜିନିଷ ସେତେ ସୁବିଧା। ଆପଣ ଯେତେ କିଣିବେ କୋଉଠି ନା କୋଉଠି କଣରେ ଗେଞ୍ଜିବେ, ସିଏ ସବୁଠୁ କଣ କରିବ ନା ଘରକୁ ପୁରା ମାଡି ବସିବ, କହିବ ମୋ ଘରେ ପୁଳାଏ ଜିନିଷ ଅଛି,
ଦେଖିଲା ବେଳକୁ ସବୁତିକ ଭାଇବ୍ରେସନ କୁ ନେଗେଟିଭ କରିକି ଥୋଇଦବ। ଗୋଟେ ସନ୍ନ୍ୟାସୀ ଭଳିଆ ଜୀବନ ବଞ୍ଚିବା ବରଂ ଭଲ, ତାଙ୍କର କିଛି ନାହିଁ, ତାର ପୁରା ଖୋଲାମେଲା ପବନ ଯିବା ଆସିବା କରୁଛି, ପୁରା ପଜିଟିଭ ଏନର୍ଜି। ଦିନକୁ ଦିନ ପ୍ରତିଦିନ ଲୋଭର ବର୍ଷ ଭର୍ତ୍ତି, ଏଇ ଜିନିଷ କିଣିଦେବି, ସେଇ ଜିନିଷ କିଣିଦେବି, ସେଇ ଜିନିଷ କିଣିଦେବି, ସବୁ କରିଦେବି। ତେଣୁ କିଣନ୍ତୁ, କିଛି ଅସୁବିଧା ନାହିଁ। ତ ଆପଣ ପଇସା ଆପଣ କିଣିବେ, ଆପଣ ଖର୍ଚ୍ଚ କରିବେ, ସେଟା ମୋର କଣ ଯାଉଛି। ମୋର କିନ୍ତୁ କହିବାର ତାତ୍ପର୍ଯ୍ୟ ଏଇଆ କି କିଣିବା ପୂର୍ବରୁ ଭାବନ୍ତୁ ସର୍ବପ୍ରଥମେ ସେଟା ନିଡ୍ ନା ଲକ୍ଜରୀ। ଆଉ ଯଦି ଆପଣ ପର୍ଯ୍ୟାପ୍ତ ପଇସାର ଅଧିକାରୀ, ଅବଭିୟସଲି ଲକ୍ଜରୀ ପାଇଁ କିଣିବେ। ଚାहे ଆପଣ ଲକ୍ଜରୀ ପାଇଁ କିଣନ୍ତୁ, ଚାहे ନିଡ୍ ପାଇଁ କିଣନ୍ତୁ, ବୋଥ ଜିନିଷରେ ଆଟଲିଷ୍ଟ ବାସ୍ତୁ ଓ ଆଷ୍ଟ୍ରୋ ଟିକେ ମୁଣ୍ଡରେ ରଖିକି କିଣନ୍ତୁ। ଆପଣ ଯଦି ଲକ୍ଜରିଆନ୍, ଆପଣ ପଇସା ଖର୍ଚ୍ଚ କରିବାରେ କିଛି ଅସୁବିଧା ନାହିଁ। ଆପଣ ଯଦି ବାସ୍ତୁବିଦ ଆଷ୍ଟ୍ରୋଲୋଜି ପଚାରିବେ, ଏଇଟା ମୋ ହିସାବରେ ଡାକ୍ତରୀ କୋଉ କଲର ହବା କଥା, କେମିତି କଣ ହବା କଥା, ଠିକ ଅଛି ନା। ଆଉ ଯଦି ନିଡ୍ ପାଇଁ କିଣୁଛନ୍ତି, ଆପଣଙ୍କୁ ନିଶ୍ଚିତ ପଚାରିବା ଦରକାର, କାରଣ ଆପଣଙ୍କର ଗୋଟେ ହେଭି ଆମାଉଣ୍ଟ ଆପଣଙ୍କର ସଞ୍ଚିତ ଧନର, ଯଦି ଆପଣ ଚୋରି କରି କିଣୁଛନ୍ତି ତ ଅଲଗା କଥା। ଯଦି ଆପଣ କଷ୍ଟ ଅର୍ଜିତ ଧନରୁ କିଣୁଛନ୍ତି, ଆଟଲିଷ୍ଟ ଗୋଟେ ଜଣକୁ ପଚାରିବା କି ଆଜ୍ଞା ଏଇଟା କିଣୁଛି ଏମିତି ଠିକ ଠାକ ଅଛି ତ, ମାନେ ମତେ ସୁଟ୍ କରିବ ତ। ସି ଏଭ୍ରିଥିଙ୍ଗ, ସବୁ ଜିନିଷକୁ ଗୋଟେ ଭାଇବ୍ରେସନ ଏବଂ ପଞ୍ଚତତ୍ଵ ଏବଂ ନବଗ୍ରହର ଇମ୍ପାକ୍ଟ ହିସାବରେ ଦେଖିକି ହେଷ୍ଟିଲି, ମାନେ ତରତରିଆ ଭାବରେ କୌଣସି ଗୋଟେ ଡିସିସନ ନ ନେଇ, ଯଦି ଆପଣ ମାନେ ବାସ୍ତବିକ ଠିକ ଡିସିସନ ନିଅନ୍ତି ଜିନିଷ କିଣିବାରେ, ଜିନିଷ ଆକ୍ୱାର କରିବାରେ, ସେ ଜିନିଷ ଆପଣଙ୍କୁ ପଜିଟିଭ ରେଜଲ୍ଟ ଦବ। ଆଉ ମନ ଇଚ୍ଛା କରିଦେବେ, କାରଟା ମୁଁ କିଣିଲି, କଣ ଅସୁବିଧା ହେଲା, ମୁଁ ଷ୍ଟୋରି ତ ଆପଣ ଶୁଣିଲେ। ତ ଆଜିର ସେସନରେ ଆମେ ଜାଣିଲେ, ବାସ୍ତୁ ସେସନରେ, ଯେ ଓଭର ହେଡ ୱାଟର ଟ୍ୟାଙ୍କ। ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ଯୋଡି ହବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।